ଯଦି ତମେ ଧର୍ମ ଚେଞ୍ଜ କରିଛ ସତରେ ତମେ ଆଦିବାସୀର କଲଚରକୁ ଫଲୋ କରୁଛ। ଯଦି ଆଦିବାସୀ କଲଚରକୁ ଫଲୋ କରୁନ ତ ଆଦିବାସୀ କେମିତି ହେବ? ଜଣେ ଯଦି ଆଦିବାସୀରୁ ଖ୍ରୀଷ୍ଟିଆନ ହେଇଗଲା କିମ୍ବା ମୁସଲମାନ ହେଇଗଲା, ଆମେ ଦେଖିଛୁ ଆମର ଏପଟେ ଆଦିବାସୀ ଭାଇମାନେ ଯୋଉମାନେ ଆଦିବାସୀରୁ ସେମାନଙ୍କର ଧର୍ମ ଚେଞ୍ଜ କରିଛନ୍ତି ଖ୍ରୀଷ୍ଟିଆନ, ସେମାନେ ତାଙ୍କ ଗାଁରେ କିମ୍ବା ଘରେ ଆଦିବାସୀର କଲଚର ହିଁ ସେମାନେ ଫଲୋ କରନ୍ତି। ସେ ଜିନିଷକୁ ସେମାନେ ଘୃଣା କର। ତ ଏଇ ସମୟରେ ନିଜର ହୃଦୟରେ ହାତ ରଖି କୁହନ୍ତୁ ସତରେ ତମେ ଆଦିବାସୀ ହେଇକି ଅଛ। ସମୟ ଆସିଛି ସାଙ୍ଗମାନେ, ଯଦି ଆମର ଅସୁବିଧା ଥିଲା, ଅସୁବିଧା ସମୟରେ ଆମକୁ କିଏ କରୁଛେ ସାହାଯ୍ୟ କରୁଛି ମାନେ ତାଙ୍କ ଠାରୁ ଆମେ କୃତଜ୍ଞ ହେବା। ମାନେ ନୁହେଁ ଯେ ତାଙ୍କ ପାଖକୁ ଦୌଡ଼ି ଯିବା, ସବୁ ଆମ ସର୍ବସ୍ୱ ଜିନିଷ ତାଙ୍କୁ ଛାଡିକି ତାଙ୍କ ପାଖକୁ ପଳେଇଯିବା। ଏଇଟା କେବେ ଉଚିତ? ଦେଶ ମଧ୍ୟ ଯେତେବେଳେ ଇଂରେଜ ସରକାର ଆମ ଦେଶକୁ ଶାସନ କରୁଥିଲେ, ସେମାନଙ୍କୁ ଏ ସମୟରେ ଆମ ଦେଶର ଲୋକମାନଙ୍କୁ ଏକଜୁଟ କରିବା ପାଇଁ ଇଂରେଜ ମାନଙ୍କ ପାଖରେ ମଧ୍ୟ ମୁଣ୍ଡ ନଇବାକୁ ପଡିବ। ଦେଶର ଯୋଉ ବଡ ଯୋଉ ସଂଗଠନ ଥିଲା ଜାତୀୟ କଂଗ୍ରେସ ମଧ୍ୟ ଜଣେ ବିଦେଶୀ ହିଁ ବନେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଯୋଉ ବିଦେଶୀ କଂଗ୍ରେସକୁ ବନେଇଥିଲା ସେ କଂଗ୍ରେସ ବିଦେଶୀ ମାନଙ୍କୁ ଘଡେଇଥିଲା। ତ ବର୍ତ୍ତମାନ ମଧ୍ୟ ସମୟ ଆସିଛି, ଆଦିବାସୀ ଭାଇମାନେ ତମକୁ ଯଦି ଶିକ୍ଷା ଦରକାର ଥିଲା, ତମକୁ ବଞ୍ଚିବା ପାଇଁ କିଛି ଜିନିଷ ମାନେ ଖାଦ୍ୟ ପୋଷାକ ପତ୍ର ଦରକାର ଥିଲା, ଆମେ ବଞ୍ଚି ଗଲୁ ନା? ବର୍ତ୍ତମାନ ଆମେ ସମସ୍ତେ ରିଲାଇଜ କରିବା ହ୍ୱାଟ ଇଜ ଆୱାର ରିଏଲି ଆଇଡେଣ୍ଟିଟି। ଇଜ ଖ୍ରୀଷ୍ଟିଆନିଟି ଇଜ ଆୱାର ଆଇଡେଣ୍ଟିଟି? ଆସ୍କ ୟୋରସେଲ୍ଫ। ତ ଭିଡିଓଟି ଭଲ ଲାଗିଲା ସାଙ୍ଗମାନଙ୍କ ସହିତ ସେୟାର କରିବେ, ଆପଣଙ୍କ ଉପଯୁକ୍ତ କମେଣ୍ଟ ମତାମତରେ ଜଣାଇବେ। ରହିଲି ସାଙ୍ଗମାନେ, ଜୟ ହିନ୍ଦ।